ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣିପାରୁଥିବ ଆଜି ଏହି ଭିଡିଓରେ ଆମେ ତମ +2 ସେକେଣ୍ଡ ଇୟର ଏମାଇଲ ବହିରେ ଥିବା ବନ୍ଦୀର ବିରହ ବ୍ୟଥା ଏହି କବିତାଟିର ଆଜି ଆମେ 1 ମାର୍କିଆ 2 ମାର୍କିଆ 3 ମାର୍କିଆ ପ୍ରଶ୍ନ ଆମେ ଏହି ଭିଡିଓରେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ତ ପିଲାମାନେ ମନେ ରଖିବ ବନ୍ଦୀର ବିରହ ବ୍ୟଥା ଏହି କବିତାଟିର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ତ ପିଲାମାନେ ଦେଖିବା ଏବେ ପ୍ରଥମ ପ୍ରଶ୍ନ କ'ଣ ଅଛି। କେଉଁ ଜେଲରେ ଗୋପବନ୍ଧୁ ବନ୍ଦୀ ଜୀବନ କଟାଉଥିଲେ? ଅପସନ୍ ଅଛି କଟକ ଜେଲ, ପୁରୀ ଜେଲ, ହଜାରିବାଗ ଜେଲ, ତିହାର ଜେଲ। ତ ସଠିକ ଉତ୍ତର ହେବ ହଜାରିବାଗ ଜେଲ। ନେକ୍ସଟ କ୍ୱେଶ୍ଚନ, କେଉଁ ଦୃଶ୍ୟ ଦେଖି ଗୋପବନ୍ଧୁଙ୍କ ମନରେ ଭାବାନ୍ତର ଜାତ ହୋଇଥିଲା? ଅପସନ୍ ଅଛି ସୂର୍ଯ୍ୟାସ୍ତ କାଳୀନ ଦୃଶ୍ୟ, ଚାନ୍ଦିନୀ ରାତ୍ରିର ଦୃଶ୍ୟ, ପ୍ରାକୃତିକ ଶୋଭାରାଜି, ଏ ସମସ୍ତ ଦୃଶ୍ୟ। ତ ସଠିକ ଉତ୍ତର ହେବ ସୂର୍ଯ୍ୟାସ୍ତ କାଳୀନ ଦୃଶ୍ୟ। ନେକ୍ସଟ କ୍ୱେଶ୍ଚନ, କେଉଁ ଭାବ ବନ୍ଦୀର ବିରହ ବ୍ୟଥା କବିତାକୁ ଅଧିକ ମର୍ମସ୍ପର୍ଶୀ କରିଛି? ଅପସନ୍ ଅଛି ଶୃଙ୍ଖାର ଭାବ, କାରୁଣ୍ୟ ଭାବ, ହାସ୍ୟ ଭାବ, ବିରହ ବୋଧ। ତ ସଠିକ ଉତ୍ତର ହେବ ବିରହ ବୋଧ। ନେକ୍ସଟ କ୍ୱେଶ୍ଚନ, କାହା ପାଖରୁ ଦୂରେଇ ଥିବାରୁ କବିଙ୍କ ମନରେ ବିରହ ଭାବ ଜାତ ହୋଇଛି? ଅପସନ୍ ଅଛି ବନ୍ଧୁ, ପ୍ରିୟଜନ, ଆତ୍ମୀୟ, ଗ୍ରାମବାସୀ। ତ ସଠିକ ଉତ୍ତର ହେବ ପ୍ରିୟଜନ। ନେକ୍ସଟ କ୍ୱେଶ୍ଚନ, ସିପାହୀଟି କାହା ପରି କବିଙ୍କ ପାଖରେ ଠିଆ ହେଲା? ଅପସନ୍ ଅଛି ଯମଦୂତ, ସଖୀ, ପ୍ରିୟା, ଲେଖକ। ତ ସଠିକ ଉତ୍ତର ହେବ ଯମଦୂତ। ନେକ୍ସଟ କ୍ୱେଶ୍ଚନ, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର, ଏଠାରେ ଅମ୍ବରର ଅର୍ଥ ଡ୍ୟାସ୍? ଅପସନ୍ ଅଛି ଲୁଗା, ଚାନ୍ଦୁଆ, ଆକାଶ, ସୂର୍ଯ୍ୟ। ତ ସଠିକ ଉତ୍ତର ହେବ ଆକାଶ। ନେକ୍ସଟ କ୍ୱେଶ୍ଚନ, ସୂର୍ଯ୍ୟାସ୍ତ ସମୟରେ ଗଛଗୁଡ଼ିକର ଛାଇ ଲମ୍ବି ଯାଇଥିବାରୁ କବି କ'ଣ କଳ୍ପନା କରିଛନ୍ତି? ଅପସନ୍ ଅଛି ଗଛମାନେ ଅନ୍ଧାରକୁ ଜାବୁଡ଼ି ଧରିଛନ୍ତି, ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି, ଗଛମାନେ ଗର୍ବରେ ଫୁଲି ଉଠୁଛନ୍ତି, ପରାଧୀନତା ପରି ଅନ୍ଧକାର ବ୍ୟାପି ଯାଉଛି। ତ ସଠିକ ଉତ୍ତର ହେବ ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି। ନେକ୍ସଟ କ୍ୱେଶ୍ଚନ, ସୂର୍ଯ୍ୟାସ୍ତକାଳୀନ ମୃଦୁ ସମୀରଣକୁ କବି କାହା ସହିତ ତୁଳନା କରିଛନ୍ତି? ଅପସନ୍ ଅଛି ପତି ପତ୍ନୀର କଳହ, ପ୍ରେମ ଅସ୍ପଷ୍ଟ ଗିରି, ନାୟକ ନାୟିକାର ମିଳନ, ପ୍ରେମିକର ଉତ୍ସନା। ତ ସଠିକ ଉତ୍ତର ହେବ ପ୍ରେମ ଅସ୍ପଷ୍ଟ ଗିରି। ନେକ୍ସଟ କ୍ୱେଶ୍ଚନ, ବନ୍ଦୀ ଗୋପବନ୍ଧୁଙ୍କ ପ୍ରାଣରେ କେଉଁ ଦୃଶ୍ୟ କଷ୍ଟ ଦେଉଥିଲା? ଅପସନ୍ ଅଛି ଅନ୍ୟ ଜଣେ ବନ୍ଦୀ ପ୍ରତି ଅତ୍ୟାଚାର, ସନ୍ଧ୍ୟାର ବିରହ ଦୃଶ୍ୟ, ଅସ୍ତକାଳୀନ ସୂର୍ଯ୍ୟର ସ୍ନିଗ୍ଧ କିରଣ, ନୀଳ ବାହୁଡ଼ା ପକ୍ଷୀମାନଙ୍କ ଆଗମନର ଦୃଶ୍ୟ। ତ ସଠିକ ଉତ୍ତର ହେବ ସନ୍ଧ୍ୟାର ବିରହ ଦୃଶ୍ୟ। ନେକ୍ସଟ କ୍ୱେଶ୍ଚନ, ପ୍ରଣୟ ପିୟୁଷରେ କ'ଣ ମିଶିଛି? ଅପସନ୍ ଅଛି ମିଳନ ଅମୃତ, ବିରହର ବିଷ, ପ୍ରତିକ୍ରିୟାର ହଳାହଳ, ନିର୍ଯାତନାର କୁଟିଳତା। ତ ସଠିକ ଉତ୍ତର ହେବ ବିରହର ବିଷ। ନେକ୍ସଟ କ୍ୱେଶ୍ଚନ, କବିଙ୍କ ତାପିତ ଅନ୍ତରରେ କିପରି ସାନ୍ତ୍ୱନା ଆସିବ ବୋଲି ସେ ମନେ କରିଛନ୍ତି? ଅପସନ୍ ଅଛି ଜେଲ ଭିତରେ ରହିଲେ ମୁକ୍ତି ପାଇଗଲେ, ପ୍ରକୃତି ମଧ୍ୟରେ ସମ ହୃଦବେଦନା ଦେଖିଲେ, ସିପାହୀ ତାଙ୍କୁ ଜେଲ ଭିତରେ ଆବଦ୍ଧ ନ କଲେ। ତ ସଠିକ ଉତ୍ତର ହେବ ପ୍ରକୃତି ମଧ୍ୟରେ ସମ ହୃଦବେଦନା ଦେଖିଲେ। ନେକ୍ସଟ କ୍ୱେଶ୍ଚନ, ଗୋପବନ୍ଧୁଙ୍କ ଅବରୋଧର ସମୟ କ'ଣ ଥିଲା? ଅପସନ୍ ଅଛି ସକାଳ, ମଧ୍ୟାହ୍ନ, ଗୋଧୂଳି କାଳ, ରାତ୍ରି। ତ ସଠିକ ଉତ୍ତର ହେବ ଗୋଧୂଳି କାଳ। ନେକ୍ସଟ କ୍ୱେଶ୍ଚନ, ସନ୍ଧ୍ୟାକାଳୀନ ମୃଦୁ ସମୀର କଣ୍ଠରେ ସୂର୍ଯ୍ୟ ପ୍ରେମିକାର କାନରେ କ'ଣ କହୁଥିଲେ? ଅପସନ୍ ଅଛି ଶୀଘ୍ର ଫେରିଆସିବି, ଆଉ ଫେରିବିନି, ବିରହ ଅବିସମ୍ବାଦିତ, ଫେରିବାରେ ବିଳମ୍ବ ହେବ। ତ ସଠିକ ଉତ୍ତର ହେବ ଶୀଘ୍ର ଫେରିଆସିବି। ନେକ୍ସଟ କ୍ୱେଶ୍ଚନ, ଅନୁଭବୀର ନେତ୍ରରେ କ'ଣ ଦେଖାଯାଏ? ଅପସନ୍ ଅଛି ପ୍ରେମିକର ଲାସ୍ୟ, ପ୍ରେମିକର ସ୍ୱୀକୃତି, ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା, ପ୍ରେମିକର ଅହଙ୍କାର। ତ ସଠିକ ଉତ୍ତର ହେବ ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା। ନେକ୍ସଟ କ୍ୱେଶ୍ଚନ, ବନ୍ଦୀର ବିରହ ବ୍ୟଥା କବିତାଟି କେଉଁ କବିତା ସଂକଳନରୁ ଆନିତ? ଅପସନ୍ ଅଛି ଧର୍ମପଦ, ଅବକାଶ ଚିନ୍ତା, କାରା କବିତା, ସତ୍ୟବାଦୀ। ତ ସଠିକ ଉତ୍ତର ହେବ କାରା କବିତା। ନେକ୍ସଟ କ୍ୱେଶ୍ଚନ, କବି ଅସ୍ତକାଳୀନ ସୂର୍ଯ୍ୟଙ୍କ ରୂପ କେଉଁଠି ବିଚରଣ କରୁଥିବା ବେଳେ ଦର୍ଶନ କରି ଅଭିଭୂତ ହେଉଥିଲେ? ଅପସନ୍ ଅଛି ବଗିଚା, ଚିଲିକା ତୀର, ସତ୍ୟବାଦୀ, ହଜାରିବାଗ ଜେଲ। ତ ସଠିକ ଉତ୍ତର ହେବ ହଜାରିବାଗ ଜେଲ। ନେକ୍ସଟ କ୍ୱେଶ୍ଚନ,
हेम बरणीर अर्थ कौन? ऑप्शन अच्छी सुना रंग, हेम हरिणी, तरुणी, सूर्य किरण। तो सठिक उत्तर हे सुना रंग। नेक्स्ट क्वेश्चन, चंद्रा तपेर अर्थ कौन? ऑप्शन अच्छी चंद्र आलोक, चांदुआ, चंद्रमा, चंद्रंग आलोक। तो सठिक उत्तर हे चांदुआ। नेक्स्ट क्वेश्चन, जमदूत बोली कवि काहाकू कहिसंती? ऑप्शन अच्छी जेलर सिपाही को, सहाबंदी को, इंग्रेज शासकों को, गड़जात राजा को। तो सठिक उत्तर हे जेलर सिपाही को। नेक्स्ट क्वेश्चन, बंदीर विरह व्यथा कवितार कवि किए? उत्तर लिखिब बंदीर विरह व्यथा कवितार कवि होउछंती गोपबंधु दास। नेक्स्ट क्वेश्चन, विदाई सूर्यर आकाश केउथिरे आच्छादित बोली गोपबंधु कहिसंती? उत्तर लिखिब विदाई सूर्यर आकाश नाना रंगर चंद्रा तपरी आच्छादित बोली गोपबंधु कहिसंती। नेक्स्ट क्वेश्चन, विदाय बेलारे पक्षी मानकर गान किपरि थिला? विदाय बेलारे पक्षी मानकर गान करुण थिला। नेक्स्ट क्वेश्चन, आसन संध्यारे तरु ओ गिरीर विस्तारित छाया काहा पादरे प्रणाम करुथिले? आसन संध्यारे तरु ओ गिरीर विस्तारित छाया सूर्यंक पादरे प्रणाम करुथिले। नेक्स्ट क्वेश्चन, प्रणामर प्रति बदଳରେ सूर्य तरुगिरीଙ୍କୁ कौन दान करुथिले? प्रणामर प्रति बदଳରେ सूर्य सेमानଙ୍କ शिରରେ हेमवर्णर पाट बांधुथिले। नेक्स्ट क्वेश्चन, संध्याकालीन सूर्य केउठी बसी हसुथिले बोली कुहाଯାଇଛି? उत्तर लिखिब संध्याकालीन सूर्य अस्ताचल उपरे बसी हसुथिले बोली कुहाଯାଇଛି। नेक्स्ट क्वेश्चन, अस्तकालीन सूर्यंकर कोमल किरण को कवि काहा सहित तुलना करिसंती? अस्तकालीन सूर्यंकर कोमल किरण को कवि कोमल आश्वासना और स्नेह आदर सहित तुलना करिसंती। नेक्स्ट क्वेश्चन, विदाय बेलारे प्रेमर अस्पष्ट भाषा किए उच्चारण करुथिले? उत्तर लिखिब विदाय बेलारे प्रेमर अस्पष्ट भाषा सूर्य समीरणर मृदु मर्मरे उच्चारण करुथिले। नेक्स्ट क्वेश्चन, विरह सरी पिलामाने बंदीर विरह व्यथा कविता गोपबंधुक केउ संकलनरू आसीअछि? उत्तर लिखिब बंदीर विरह व्यथा कविता गोपबंधुक कारा कविता संकलनरू आसीअछि। बसंत समय किपरि थिला? बसंत समय किपरि? उत्तर लिखिब बसंत समय मधुर बा आमोददायक। नेक्स्ट क्वेश्चन, समीरण कंठरे सूर्य देवतांकर प्रेमपूर्ण अस्पष्ट भाषा कौन थिला? उत्तर लिखिब समीरण कंठरे सूर्य देवतांक प्रेमपूर्ण अस्पष्ट भाषा थिला अचिरे फेरिबी धनी नुह कातर। नेक्स्ट क्वेश्चन, विदायकालीन अनुरागर रंग केउठी प्रकाश पाउथिला? विदायकालीन अनुरागर रंग प्राची कपोली प्रकाश पाउथिला। नेक्स्ट क्वेश्चन, सूर्यंकर हसरे कौन प्रकटित हेउथिला? सूर्यंकर हसरे गुरु विषाद रेखा प्रकटित हेउथिला। नेक्स्ट क्वेश्चन, विरही सूर्यंकर विषाद किए देखि पारुथिबे बोली कवि कहिसंती? विरही सूर्यंकर विषाद अनुभवी नेत्र केवल देखि पारुथिबे बोली कवि कहिसंती। नेक्स्ट क्वेश्चन, काहार विरह मनरे दारुण कषण दिए बोली कुहाଯାଇଛି? प्रियजनर विरह मनरे दारुण कषण दिए बोली कुहाଯାଇଛି। नेक्स्ट क्वेश्चन, प्रीति पाशरे किए बंधा बोली कवि कहिसंती? जगतर सबु जड़ ठारू चेतन पर्यंत प्रीति पाशरे बंधा बोली कवि कहिसंती। नेक्स्ट क्वेश्चन, सूर्यंकर विरह दृश्य काहा प्राणरे व्यथा देउथिला? सूर्यंकर विरह दृश्य बंदी गोपबंधुक प्राणरे व्यथा देउथिला। नेक्स्ट क्वेश्चन, संध्याकालीन विदाय दृश्य बंदी गोपबंधुଙ୍କୁ कौन मने पकाई देउथिला? संध्याकालीन विदाय दृश्य बंदी गोपबंधुଙ୍କୁ अतीतर केते कथा मने पकाई देउथिला। नेक्स्ट क्वेश्चन, बंदीशाला चाबी न देबा पाई गोपबंधु काहाकू अनुरोध करिथिले? बंदीशाला चाबी न देबा पाई गोपबंधु सिपाही को अनुरोध करिथिले। नेक्स्ट क्वेश्चन, गोपबंधु बंदीशालार चाबी
न देबा पाई सिपाहीକୁ କାହିଁକି ଅନୁରୋଧ କରିଥିଲେ? ପ୍ରକୃତିର ପ୍ରତ୍ୟେକ କ୍ଷେତ୍ରରେ ପ୍ରଣୟ ସହ ବିରହ ଜ୍ୱାଳା ମିଶି ରହିଥିବାର ଦୃଶ୍ୟ ଉପଭୋଗ କରୁଥିବା ହେତୁ ଗୋପବନ୍ଧୁ ବନ୍ଦୀଶାଳାର ଚାବି ନ ଦେବା ପାଇଁ ସିପାହୀକୁ ଅନୁରୋଧ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ପ୍ରଣୟ ପିୟୁଷରେ କ'ଣ ମିଶିଛି ବୋଲି କବି କହିଛନ୍ତି? ପ୍ରଣୟ ପିୟୁଷରେ ବିରହ ବିଷ ମିଶିଛି ବୋଲି କବି କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ବିଶ୍ୱବାସୀଙ୍କ ପ୍ରତି ବିଧାତାର ବିଚିତ୍ର ଆଶିଷ ବୋଲି କବି କାହାକୁ କହିଛନ୍ତି? ପ୍ରଣୟ ପିୟୁଷରେ ବିରହ ବିଷ ମିଶି ରହିଥିବା ବିଶ୍ୱବାସୀଙ୍କ ପ୍ରତି ବିଧାତାର ବିଚିତ୍ର ଆଶିଷ ବୋଲି କବି କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ସୁନ୍ଦର ପଦ୍ମରେ କିଏ ଜଡ଼ିତ ହୋଇଥାଏ ବୋଲି କୁହାଯାଇଛି? ସୁନ୍ଦର ପଦ୍ମରେ ଅହି ଜଡ଼ିତ ହୋଇଥାଏ ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, ବିରହକୁ କବି କାହା ସହିତ ତୁଳନା କରିଛନ୍ତି? ବିରହକୁ କବି ବିଷ ସହିତ ତୁଳନା କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, କେଉଁ ବିଷରେ କବିଙ୍କ ପରାଣ ଘାରୁଛି ବୋଲି କହିଛନ୍ତି? ବିରହ ବିଷମ ବିଷରେ କବିଙ୍କ ପରାଣ ଘାରୁଛି ବୋଲି କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଆପଣାର ବିରହ ବେଦନାକୁ କବି କେଉଁଠାରେ ଦେଖିଛନ୍ତି? ଆପଣାର ବିରହ ବେଦନାକୁ କବି ବିଶ୍ୱ ପ୍ରକୃତିରେ ଦେଖିଛନ୍ତି। ନେକ୍ସଟ କ୍ୱେଶ୍ଚନ, କବିଙ୍କ ତାପିତ ଅନ୍ତର କିପରି ସାନ୍ତ୍ୱନା ଲାଭ କରିଛି? ବିଶ୍ୱ ପ୍ରକୃତିରେ ସମାନ ହୃଦବେଦନା ଦେଖି କବିଙ୍କ ତାପିତ ଅନ୍ତର ସାନ୍ତ୍ୱନା ଲାଭ କରିଛି। ନେକ୍ସଟ କ୍ୱେଶ୍ଚନ, ବନ୍ଦୀଶାଳାର ଅବରୋଧର ସମୟ କେଉଁ ସମୟ ଥିଲା? ବନ୍ଦୀଶାଳାର ଅବରୋଧର ସମୟ ଗୋଧୂଳିର ସମୟ ଥିଲା। ନେକ୍ସଟ କ୍ୱେଶ୍ଚନ, ସୂର୍ଯ୍ୟ ଆକାଶରେ ରତ ହେଉଥିବାରୁ କବି ସିପାହୀକୁ କ'ଣ ଅନୁରୋଧ କରିଛନ୍ତି? ଉତ୍ତର ଲେଖିବ, ସୂର୍ଯ୍ୟ ଆକାଶରେ ରତ ହେଉଥିବାରୁ କବି ସିପାହୀକୁ ଆଉ ଟିକିଏ କାରା ପ୍ରାଙ୍ଗଣରେ ବୁଲିବାକୁ ଅନୁରୋଧ କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଯମଦୂତ ବୋଲି କବି କାହାକୁ କହୁଛନ୍ତି? ବନ୍ଦୀଶାଳାର ସିପାହୀକୁ ଯମଦୂତ ବୋଲି କବି କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ନିଜର ମର୍ଯ୍ୟାଦା ଜଗି ଶେଷରେ କବି କ'ଣ କରିବେ ବୋଲି କହିଛନ୍ତି? ନିଜର ମର୍ଯ୍ୟାଦା ଜଗି ଶେଷରେ କବି ନିଜ ଛୋଟ କୋଠରୀକୁ ଯିବେ ବୋଲି କହିଛନ୍ତି। ପିଲାମାନେ, ଏବେ ଆମେ 2 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ଅଛି, ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି କ'ଣ ଦେଖିପାରେ? ଉତ୍ତର ଲେଖିବ, ବସନ୍ତକାଳୀନ ଦିବାବସନରେ ସନ୍ଧ୍ୟା ସମୟ ଉପଗତ ହେଲେ ଜଳସ୍ଥଳ ନଭ ଅପୂର୍ବ ଶୋଭାଶ୍ରୀ ଧାରଣ କରେ। ସତେ ଯେପରି ସୂର୍ଯ୍ୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମିତ୍ତ ପ୍ରକୃତି ରାଣୀର ଏସବୁ ଆୟୋଜନ ବୋଲି ମନେ ହୋଇଥାଏ। ଏସବୁ ଶୋଭାଶ୍ରୀ ସନ୍ଦର୍ଶନରେ ଦର୍ଶକ ପ୍ରାଣ ଭାବବିହ୍ୱଳିତ ହୋଇଉଠେ। କିନ୍ତୁ ଅନୁଭବୀ ଜନ ଏସବୁ ଶୋଭାଶ୍ରୀର ପ୍ରଚ୍ଛଦ ପଟରେ ପ୍ରିୟଜନ ବିରହର ଦାରୁଣ କଷଣକୁ ଦେଖି ଦୁଃଖର ତୀବ୍ର ତାଡ଼ନା ଅନୁଭବ କରିଥାଏ। ପିଲାମାନେ ମନେ ରଖିବ, ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି କ'ଣ ଦେଖିପାରେ? ନେକ୍ସଟ କ୍ୱେଶ୍ଚନ, ପ୍ରିୟଜନର ବିରହ ଦୁଃଖ କବିଙ୍କୁ କିପରି ମନେ ହେଉଛି? ଉତ୍ତର ଲେଖିବ, ଗୋପବନ୍ଧୁ ହଜାରିବାଗ ଜେଲରେ ବନ୍ଦୀ ଥିବା ସମୟରେ ବସନ୍ତକାଳୀନ କୌଣସି ଏକ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି ଭାବପ୍ରବଣ ହୋଇ ପଡ଼ିଥିଲେ। ପଶ୍ଚିମାକାଶରେ ଅସ୍ତାୟମାନ ସୂର୍ଯ୍ୟଙ୍କର ଅପରୂପ ଲାସ୍ୟ ସୁଦର୍ଶନ ମନେ ହେଉଥିଲେ ହେଁ ପୃଥିବୀଠାରୁ ସୂର୍ଯ୍ୟଙ୍କ ବିଦାୟକାଳୀନ କାରୁଣ୍ୟର ଭାବ ଗୋପବନ୍ଧୁ ଲକ୍ଷ୍ୟ କରିପାରିଥିଲେ, ଯାହାକି ତାଙ୍କୁ ଦୂରରେ ଛାଡ଼ି ଆସିଥିବା ପ୍ରିୟ ପରିଜନଙ୍କ କଥା ମନେ ପକାଇ ଦେଇ ବିରହର ଦୁଃଖ ଜ୍ୱାଳାରେ ପୀଡ଼ିତ କରିଛି ଓ ଅଶେଷ ଯନ୍ତ୍ରଣାଦାୟକ ମନେ ହେଉଛି। ତ ପିଲାମାନେ ମନେ ରଖିବ, ପ୍ରିୟଜନର ବିରହ ଦୁଃଖ କବିଙ୍କୁ କିପରି ମନେ ହେଉଛି। ନେକ୍ସଟ କ୍ୱେଶ୍ଚନ, ପ୍ରୀତି ପାଶରେ କିଏ ବନ୍ଧା ହୋଇଛନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି? ଉତ୍ତର ଲେଖିବ, ହଜାରିବାଗ ଜେଲରେ ବନ୍ଦୀ ଜୀବନ ବିତାଉଥିବା ସମୟରେ ଏକ ବାସନ୍ତିକ ସନ୍ଧ୍ୟାରେ ଅସ୍ତାୟମାନ ସୂର୍ଯ୍ୟଙ୍କର ଲାସ୍ୟଛଟା ମଧ୍ୟରେ ପୃଥିବୀଠାରୁ ବିଦାୟକାଳୀନ କାରୁଣ୍ୟର ଭାବ ଲକ୍ଷ୍ୟ କରି କବି ଗୋପବନ୍ଧୁ ମ୍ରିୟମାଣ ହୋଇପଡ଼ିଛନ୍ତି। ଜଡ଼ରୁ ଚେତନ ପର୍ଯ୍ୟନ୍ତ ସମସ୍ତେ ପ୍ରୀତି ପାଶରେ ବନ୍ଧା ହୋଇଛନ୍ତି, ଯାହାଫଳରେ ପ୍ରିୟଜନର ବିରହରେ
ସମସ୍ତେ ଦାରୁଣ କଷଣ ଭୋଗ କରିଥାନ୍ତି ବୋଲି କବି କହିଛନ୍ତି। ପିଲାମାନେ ମନେ ରଖିବ ପ୍ରୀତି ପାଶରେ କିଏ ବନ୍ଧା ହୋଇଛନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ସିପାହୀକୁ କବି କାହିଁକି ବନ୍ଦୀଶାଳାର ଦ୍ୱାରରେ ଚାବି ନ ଦେବା ପାଇଁ ଅନୁରୋଧ କରିଥିଲେ? ଉତ୍ତର ଲେଖିବ ଗୋପବନ୍ଧୁ ହଜାରିବାଗ ଜେଲରେ ଥିବାବେଳେ ବସନ୍ତକାଳୀନ ସନ୍ଧ୍ୟାରେ ଅସ୍ତାୟମାନ ସୂର୍ଯ୍ୟର ଶୋଭା ସନ୍ଦର୍ଶନ ଅବକାଶରେ ସୂର୍ଯ୍ୟଙ୍କ ଅପରୂପ ଲାବଣ୍ୟ ମଧ୍ୟରେ ଲୁକ୍କାୟିତ ବିଷାଦ ରେଖାକୁ ଅବଲୋକନ କରି ତାହାକୁ ନିଜର ପ୍ରିୟଜନଙ୍କ ଠାରୁ ଦୂରେଇ ରହିବାର ଦୁଃଖ ବେଦନା ସହ ତୁଳନା କରି ଆଶ୍ୱସ୍ତି ଲାଭ କରିଛନ୍ତି। ତେଣୁ ପ୍ରକୃତି ରାଜ୍ୟରେ ପ୍ରଣୟର ପ୍ରଭାବକୁ ବାହାରେ ରହି ଆଉ ଟିକିଏ ଦେଖିବା ପାଇଁ କବି ସିପାହୀକୁ ବନ୍ଦୀଶାଳାର ଦ୍ୱାରରେ ଚାବି ନ ଦେବା ପାଇଁ ଅନୁରୋଧ କରିଥିଲେ। ପିଲାମାନେ ମନେ ରଖିବ ସିପାହୀକୁ କବି କାହିଁକି ବନ୍ଦୀଶାଳାର ଦ୍ୱାରରେ ଚାବି ନ ଦେବା ପାଇଁ ଅନୁରୋଧ କରିଥିଲେ? ନେକ୍ସଟ କ୍ୱେଶ୍ଚନ, ପ୍ରଣୟର କି ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି? ଉତ୍ତର ଲେଖିବ ସୂର୍ଯ୍ୟାସ୍ତକାଳୀନ ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ କରୁଥିବା ବେଳେ କବି ଗୋପବନ୍ଧୁ ଅସ୍ତଗାମୀ ରବିଙ୍କର ସହାସ୍ୟ ବଦନରେ ପୃଥିବୀ ପ୍ରତି ପ୍ରଣୟଜନିତ ବିଚ୍ଛେଦରେ ଅଙ୍କିତ ବିଷାଦରେଖା ଅବଲୋକନ କରି ପ୍ରଣୟ ପିୟୁଷରେ ବିଷ ମିଶ୍ରିତ ଥିବା ଅନୁଭବ କରିଛନ୍ତି। ସୁତରାଂ ପ୍ରଣୟ ପିୟୁଷରେ ବିରହ ବିଷ ମିଶି ରହିଥିବା ବିଶ୍ୱବାସୀଙ୍କ ପ୍ରତି ବିଧାତାର ବିଚିତ୍ର ବିଧାନ ବୋଲି କବି ଉପଲବ୍ଧି କରିଛନ୍ତି। ପିଲାମାନେ ମନେ ରଖିବ ପ୍ରଣୟର କି ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି? ନେକ୍ସଟ କ୍ୱେଶ୍ଚନ, ବନ୍ଦୀର ବିରହ ବ୍ୟଥା କବିତା ଗୋପବନ୍ଧୁ କେଉଁ ଜେଲରେ ଥିବାବେଳେ ଲେଖିଥିଲେ? ଉତ୍ତର ଲେଖିବ ଉତ୍କଳମଣି ଗୋପବନ୍ଧୁ ଦାସ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରି ଓଡ଼ିଶାରେ 1920 ମସିହାରେ ଅସହଯୋଗ ଆନ୍ଦୋଳନରେ ନେତୃତ୍ୱ ନେଉଥିବାରୁ ଦଣ୍ଡ ସ୍ୱରୂପ ବ୍ରିଟିଶ ସରକାର ତାଙ୍କୁ ବିହାରର ହଜାରିବାଗ ଜେଲରେ ବନ୍ଦୀ କରି ରଖିଥିଲେ। ସେହି ଜେଲରେ ଅବସ୍ଥାନ କାଳରେ 1923-1924 ମସିହାରେ ସେ କାରା କବିତା ନାମକ ଏକ କବିତା ସଂକଳନ ରଚନା କରିଥିଲେ, ଯେଉଁଥିରେ ବନ୍ଦୀର ବିରହ ବ୍ୟଥା କବିତାଟି ସ୍ଥାପିତ ହେଉଥିଲା। ତ ପିଲାମାନେ ମନେ ରଖିବ ବନ୍ଦୀର ବିରହ ବ୍ୟଥା କବିତା ଗୋପବନ୍ଧୁ କେଉଁ ଜେଲରେ ଥିବାବେଳେ ଲେଖିଥିଲେ? ନେକ୍ସଟ କ୍ୱେଶ୍ଚନ, ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ କିପରି ଥିଲା? ଉତ୍ତର ଲେଖିବ ଗୋପବନ୍ଧୁ ହଜାରିବାଗ ଜେଲରେ ବନ୍ଦୀ ଥିବା ସମୟରେ ଏକ ବସନ୍ତକାଳୀନ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତାଚଳ ଅଭିମୁଖେ ଗମନକାଳୀନ ପ୍ରକୃତିର ଶୋଭାସମ୍ଭାର ମଧ୍ୟରେ ନାନା ରଙ୍ଗର ଚାନ୍ଦୁଆରେ ଆକାଶ ଆଚ୍ଛାଦିତ ହେବା, ତରୁଗିରି କାୟା ବିସ୍ତାର କରି ସୂର୍ଯ୍ୟଙ୍କ ପଦ ବନ୍ଦନା କରିବା, ସୂର୍ଯ୍ୟ ସେମାନଙ୍କ ଶିରରେ ହେମବରିଣୀ ପାଟ ବାନ୍ଧିବା, ପକ୍ଷୀଯୂଥଙ୍କର କରୁଣ ଗାନ ଆଦି ସନ୍ଦର୍ଶନ କରିଛନ୍ତି। ଏସବୁ ମଧ୍ୟରେ ସୂର୍ଯ୍ୟଙ୍କର ହସନ୍ତ ମୁଖପଦ୍ମରେ ପୃଥିବୀ ପ୍ରତି ପ୍ରଣୟଜନିତ ଭାବ ହେତୁ ବିଚ୍ଛେଦକାଳୀନ ବିଷାଦ ରେଖା କବିଙ୍କୁ ବିଷାଦିତ କରିଛି। ତେଣୁ କବିଙ୍କ ଦୃଷ୍ଟିରେ ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ ଅତୀବ ବିୟୋଗାନ୍ତକ ଓ କରୁଣ ଥିଲା। ପିଲାମାନେ ମନେ ରଖିବ ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ କିପରି ଥିଲା? ନେକ୍ସଟ କ୍ୱେଶ୍ଚନ, ସନ୍ଧ୍ୟାକାଳୀନ ତରୁଗିରିର ବିସ୍ତାରିତ ଛାୟାକୁ କବି କାହା ସହିତ ତୁଳନା କରିଛନ୍ତି? ପିଲାମାନେ ମନେ ରଖିବ ହଜାରିବାଗ ଜେଲରେ ଥାଇ କବି ବସନ୍ତ ଋତୁର ଏକ ସନ୍ଧ୍ୟାରେ ସୂର୍ଯ୍ୟାସ୍ତକାଳୀନ ଦୃଶ୍ୟରେ ଦେଖିଛନ୍ତି ଯେ ସୂର୍ଯ୍ୟ ଅସ୍ତାଚଳଗାମୀ ହେବା ସହ ତରୁଗିରିଙ୍କ ଛାୟା ବିସ୍ତାରିତ ହୋଇଛି, ଅର୍ଥାତ୍ ଛାୟାର ଦୈର୍ଘ୍ୟ ବହୁଗୁଣିତ ହୋଇଛି। କବି ଅନୁଭବ କରିଛନ୍ତି ସତେ ଯେପରି ତରୁଗିରି ନିଜର ଛାୟାକୁ ବିସ୍ତାରିତ କରି ଅସ୍ତଗାମୀ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ଓ ସୂର୍ଯ୍ୟ ନିଜ କନକ କିରଣର ସ୍ପର୍ଶ ଦେଇ ଅନୁରକ୍ତ ଭୃତ୍ୟ ମସ୍ତକରେ ସମ୍ରାଟ ପାଟ ଶାଢ଼ୀ ବାନ୍ଧିବା ଭଳି ସେମାନଙ୍କ ମସ୍ତକରେ ହେମବରଣୀ ପାଟ ବାନ୍ଧି ଦେଉଛନ୍ତି। ତ ପିଲାମାନେ ମନେ ରଖିବ ସନ୍ଧ୍ୟାକାଳୀନ ତରୁଗିରିର ବିସ୍ତାରିତ ଛାୟାକୁ କବି କାହା ସହିତ ତୁଳନା କରିଛନ୍ତି? ନେକ୍ସଟ କ୍ୱେଶ୍ଚନ, ଅଚିରେ ଫେରିବି ଧନୀ ନୁହଁ କାତର କିଏ କାହାକୁ କହିଛନ୍ତି? ଅଚିରେ ଫେରିବି ଧନୀ ନୁହଁ କାତର ଏହା ଅସ୍ତଗାମୀ ସୂର୍ଯ୍ୟ
ନିଜ ପ୍ରଣୟିନୀ ପୃଥିବୀକୁ କହିଛନ୍ତି ବୋଲି କବି ପରିକଳ୍ପନା କରିଛନ୍ତି। ସୂର୍ଯ୍ୟଙ୍କର ବିଦାୟ ବେଳା ଉପସ୍ଥିତ ହେବାରୁ ପ୍ରଣୟୀ ପୃଥିବୀର ବିଚ୍ଛେଦରେ ତାଙ୍କ ହସ ହସ ବଦନରେ ବିଷାଦ ରେଖା ଉଙ୍କି ମାରିଛି। ହୃଦୟର କାରୁଣ୍ୟ ସହସ ବଦନରେ ପ୍ରକଟିତ ହୋଇଛି, ଯାହାକୁ କବିଙ୍କ ଭଳି ଅନୁଭବୀର ହୃଦୟ ହିଁ ଅନୁଭବ କରିପାରିଛି। ତ ପିଲାମାନେ ମନେ ରଖିବ, ଅଚିରେ ଫେରିବି ଧନୀ ନୁହଁ କାତର, କିଏ କାହାକୁ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା କିପରି ଥିଲା? ଉତ୍ତର ଲେଖିବ, ଗୋପବନ୍ଧୁ ହଜାରିବାଗ ଜେଲରେ ବନ୍ଦୀ ଥିବା ସମୟରେ କୌଣସି ଏକ ବାସନ୍ତୀ ସନ୍ଧ୍ୟାରେ ସୂର୍ଯ୍ୟାସ୍ତକାଳୀନ ସମୟରେ ଅସ୍ତଗାମୀ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଗଭୀର ପ୍ରଣୟକୁ ଉପଲବ୍ଧି କରିଛନ୍ତି। ସୂର୍ଯ୍ୟ ମୃଦୁକର ସ୍ପର୍ଶରେ ପୃଥିବୀକୁ ଶୀଘ୍ର ଫେରି ଆସିବାର ଆଶ୍ୱାସନା ଦେଇଥିବା ବେଳେ ପୃଥିବୀର ପୂର୍ବ ଗଣ୍ଡ ଦେଶରେ ପ୍ରକଟିତ ସନ୍ଧ୍ୟାର ଅନୁରାଗ ରଙ୍ଗରେ ଦୁଃଖର କାଳିମା ଗୁରୁ ବିଷାଦ ରେଖା ପରି ଦୃଶ୍ୟମାନ ହେଉଛି ଓ ସୂର୍ଯ୍ୟଙ୍କର ହସ ହସ ବଦନରେ ମଧ୍ୟ ବିଷାଦ ରେଖା ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଛି। ନେକ୍ସଟ କ୍ୱେଶ୍ଚନ, କବି ଗୋପବନ୍ଧୁଙ୍କ ମନପ୍ରାଣ କାହିଁକି ବିରହ ବିଷାଦରେ ଘାରୁଥିଲା? ଉତ୍ତର ଲେଖିବ, ଏ ଦୁନିଆରେ ଜଡ଼ଠାରୁ ଚେତନ ଯାଏ ସମସ୍ତେ ପ୍ରୀତି ପାଶରେ ବନ୍ଧା। ଏ କଥା କବି ଗୋପବନ୍ଧୁ ଦାସ ଏକ ବାସନ୍ତୀ ସନ୍ଧ୍ୟାରେ ହଜାରିବାଗ ଜେଲରେ ଅବସ୍ଥାନ କାଳରେ ସୂର୍ଯ୍ୟଙ୍କର ପୃଥିବୀ ବକ୍ଷରୁ ବିଦାୟକାଳୀନ ଦୃଶ୍ୟ ଦେଖି ଅନୁଭବ କରିଥିଲେ। ଯେହେତୁ କବି ଗୋପବନ୍ଧୁ ପ୍ରିୟଜନ ଓ ପ୍ରିୟସ୍ଥାନ ଛାଡ଼ି ବନ୍ଦୀ ଭାବରେ ରହିଥିଲେ, ସେଥିପାଇଁ ତାଙ୍କର ମନପ୍ରାଣ ବିରହ ବିଷାଦରେ ଘାରୁଥିଲା। ପିଲାମାନେ ମନେ ରଖିବ, କବି ଗୋପବନ୍ଧୁଙ୍କ ମନପ୍ରାଣ କାହିଁକି ବିରହ ବିଷାଦରେ ଘାରୁଥିଲା। ନେକ୍ସଟ କ୍ୱେଶ୍ଚନ, ବିଶ୍ୱ ପ୍ରକୃତିରେ ସମାନ ହୃଦୟ ବେଦନା କବିଙ୍କ ଅନ୍ତରରେ କେଉଁ ଉପଲବ୍ଧି ଆଣିବ ବୋଲି କୁହାଯାଇଛି? ଉତ୍ତର ଲେଖିବ, କବି ଏକ ବାସନ୍ତୀ ସନ୍ଧ୍ୟାରେ ସୂର୍ଯ୍ୟାସ୍ତକାଳୀନ ଅସ୍ତାୟମାନ ସୂର୍ଯ୍ୟଙ୍କ ରୂପଛବିରେ ପ୍ରଣୟୀ ପୃଥିବୀଠାରୁ ବିଦାୟ ବିଚ୍ଛେଦରେ ବିଷାଦ ରେଖା ଅବଲୋକନ କରିଥିଲେ ଓ ଏହାକୁ ନିଜ ବନ୍ଦୀ ଜୀବନରେ ପ୍ରିୟଜନ ବର୍ଗଙ୍କ ଠାରୁ ବିଚ୍ଛେଦ ଜନିତ ଭୀଷଣ ଯନ୍ତ୍ରଣା ସହ ତୁଳନା କରି ଆଶ୍ୱସ୍ତି ଅନୁଭବ କରିଥିଲେ। ବିଶ୍ୱ ପ୍ରକୃତିରେ ସମାନ ହୃଦୟ ବେଦନାର ଉପଲବ୍ଧି କବିଙ୍କୁ ତାପିତ ଅନ୍ତରରେ କ୍ଷଣିକ ପାଇଁ ସାନ୍ତ୍ୱନା ଆଣିବ ବୋଲି କୁହାଯାଇଛି। ପିଲାମାନେ ମନେ ରଖିବ, ବିଶ୍ୱ ପ୍ରକୃତିରେ ସମାନ ହୃଦୟ ବେଦନା କବିଙ୍କ ଅନ୍ତରରେ କେଉଁ ଉପଲବ୍ଧି ଆଣିବ ବୋଲି କୁହାଯାଇଛି। ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।